ଜଗନ୍ନାଥ ପ୍ରଭୁ ଥ୍ୟାଙ୍କସ୍ ଅଫ୍ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସବୁ ପିଲାମାନଙ୍କୁ ୱେଲକମ୍। ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ ଏବଂ ନିଜ ନିଜର ପ୍ରସ୍ତୁତି ଠିକ୍ ହିସାବରେ ଚାଲି ରଖୁଥିବେ। ଆଗାମୀ ଦିନରେ ଆପଣମାନେ ଓଡ଼ିଶା ଲେଭେଲରେ ଆର୍ଆଇ, ଏଆର୍ଆଇ, ଅମିନ୍, ଫରେଷ୍ଟ ଗାର୍ଡ଼ ଏବଂ ଡିଷ୍ଟ୍ରିକ୍ଟ କନେଷ୍ଟବଳ ଏବଂ ୱାଇଏସ୍ଏଫ୍ ବିଭିନ୍ନ ଏକ୍ଜାମ୍ ଦେଖିବା ପାଇଁ ପାଇବେ। ସେଇ ଏକ୍ଜାମ୍କୁ ରିଲେଟ୍ କରିକି ଆଜି କିଛି କ୍ୱେଶ୍ଚିନ୍ ଆସିଛୁ, ଯାହାକି ଥିଲା 2025ର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏବଂ ଏକ୍ଜାମ୍କୁ ରିଲେଟ୍ କରିକି ମଧ୍ୟ ଆଣିଛୁ। ଦେଖନ୍ତୁ, ପ୍ରଥମ କ୍ୱେଶ୍ଚିନ୍ ରହୁଛି ମାଂସ ଉପନ୍ୟାସ 2025 ବୁକ୍ର ଲେଖକ ଥିଲେ, ସେ ଯେ ଲେଖକ କିଏ ଥିଲେ ଏବଂ ପୁରସ୍କାର କିଏ ପାଇଥିଲେ? ଦେଖନ୍ତୁ, ସେଥିରେ ପୁରସ୍କାର କିଏ ପାଇଥିଲେ ନା ଦିବ୍ୟା ସେଲର୍ଜୀ ହିଁ ପାଇଥିଲେ। ଅପସନ୍ ନମ୍ବର ଏ ହିଁ ପାଇଛନ୍ତି। ସିଏ ଯେ ପାଇଛନ୍ତି ସେ କେଉଁ ଦେଶରେ ଥିଲେ ତାହା ମଧ୍ୟ ମୁଁ ଆପଣଙ୍କୁ ଦେଖି, ସିଏ ଥିଲେ ବ୍ରିଟିଶର ଲେଖକ ହେଇଥିଲେ। ସେ କେଉଁଥିରେ ଥିଲେ ନା ବ୍ରିଟିଶର ଲେଖକ ଥିଲେ ଏବଂ ସିଏ ଯେ ଲେଖିଥିଲେ ସେଇ ଇଏଟା ଥିଲା ଆପଣଙ୍କ ଇଂରାଜୀର ଉପନ୍ୟାସକୁ ଯେ ଲେଖିଥାନ୍ତି ସେଥିରେ ସେ ସାହିତ୍ୟ ଜଗତର ପ୍ରସିଦ୍ଧ ଲାଭ କରିଛନ୍ତି, ଯାହାକି କାନାଡୀୟ ଓ ହାଙ୍ଗମ୍ ବ୍ରିଟିଶ ଲେଖକ ଭାବରେ ସେ ପରିଚିତ। ଫ୍ଲେଶ୍ ବା ତାକୁ କହନ୍ତି, ଓଡ଼ିଆରେ କହୁଛନ୍ତି ଆପଣଙ୍କୁ ମାଂସ। ଫ୍ଲେଶ୍ ଲେଖକର ମାନେ କିଏ ଶ୍ରେଷ୍ଠତା ପୁରସ୍କାର ପାଇଛନ୍ତି ଆପଣମାନେ ଜାଣିପାରିଲେ। ତାପରେ ଅଛନ୍ତି ନେକ୍ସଟ କ୍ୱେଶ୍ଚନ୍, ନଭେମ୍ବର 2025ରେ ନିମ୍ନଲିଖିତ କେଉଁଟି ଭାରତର 44ତମ ରାମସର ସ୍ଥାନରେ ଅଂଶଗ୍ରହଣ ପାଇଛି? ଦେଖନ୍ତୁ, ଅପସନ୍ ନମ୍ବର କିଏ ହେବ ନା ଅପସନ୍ ନମ୍ବର ବି ହେଉଛି ଗବିଲ ହ୍ରଦ ବା ବିହାର ଠାରେ ଅଛି। ଏଇଟା ହେଉଛି ଗବିଲ ହ୍ରଦ। ୟା ବିଷୟରେ ମଧ୍ୟ ଜାଣିବା, ଏଇ ଯେ ଗବିଲ ହ୍ରଦ 84ତମ ଆପଣ ରାମସର ସାଇଟ୍ରେ ସେ ଅଂଶଗ୍ରହଣ କରିଛି ଏବଂ ସେ କେଉଁଠାରେ ଅବସ୍ଥିତ ଅଛି ଏବଂ ସେ ଯେ ରାମସର ସାଇଟ୍ରେ ପାଇଛି ସେ କେଉଁ ମସିହାରେ ପାଇଲା ନା 2025 ମସିହାରେ ରାମସର ସାଇଟ୍ରେ ସେ ସ୍ଥାନ ପାଇଲା। କିଏ ନା ଗୋବଲି ହ୍ରଦ, ଗବିଲ ହ୍ରଦ। ମନେ ରଖିବେ, ଗବିଲ ହ୍ରଦ ହେଉଛି ସେ 84ତମ ରାମସର ସାଇଟ୍ରେ ସେ ଅଂଶଗ୍ରହଣ କରିଛି। ସେ କେଉଁ ରାଜ୍ୟରେ ଅଛି? ସେଟା ହେଉଛି ବିହାରରେ ଅବସ୍ଥିତ ଅଛି। ଏ ଯେ ରାମସର ସାଇଟ୍ଟା 84ତମ ଅଂଶରେ ଗ୍ରହଣ କଲା, ସେ ହେଉଛି କେଉଁଠାରେ ଅଛି ନା ବିହାରରେ ଅଛି। ଏ ଯେ ବିହାରରେ ଅଛି, ମନେ ରଖିବେ ଏଇଠି ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା, ତାମିଲନାଡୁର କେତେଟା ରାମସର ସାଇଟ୍ ଅଛି ନା 20ଟି, ଆଉ ଉତ୍ତରପ୍ରଦେଶରେ କେତୋଟି ଅଛି ନା 10ଟି ଅଛି ଏବଂ ଏ ଯେ 10ଟି ଅଛି ରାମସର ସାଇଟ୍ ଅବସ୍ଥିତ ଅଛି। ଆନ୍ତର୍ଜାତିକ ଜୈବମଣ୍ଡଳ ସଂରକ୍ଷଣ ଦିବସ 2025 କେବେ ପାଳନ କରାଯାଇଥିଲା? ଆନ୍ତର୍ଜାତିକ ଜୈବମଣ୍ଡଳ ସଂରକ୍ଷଣ ଦିବସ କେବେ ପାଳନ କରାଯାଇଥିଲା ନା 2 ନଭେମ୍ବର, 1 ନଭେମ୍ବର, 4 ନଭେମ୍ବର ନା ନଭେମ୍ବର 3? ନା ଅପସନ୍ ନମ୍ବର ଡି ହେଉଛି ନଭେମ୍ବର 4ରେ ଆପଣମାନଙ୍କ ଆନ୍ତର୍ଜାତିକ ଜୈବମଣ୍ଡଳ ସଂରକ୍ଷଣ ଦିବସ ପାଳନ କରାଯାଇଛି। ତାପରେ ନେକ୍ସଟ କ୍ୱେଶ୍ଚନ୍ ହେଉଛି 74ତମ ମିସ୍ ୟୁନିଭର୍ସିଟି 2025 ଟାଇଟଲରେ କିଏ ଜିତିଛନ୍ତି? 74ତମ ମିସ୍ ୟୁନିଭର୍ସ 2025ର ଟାଇଟଲରେ କିଏ ଜିତିଛନ୍ତି? ନା ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ଅପସନ୍ ଫତିମା ବସ୍। ଫତିମା ବସ୍ ହେଉଛନ୍ତି ସେ 74ତମ ମିସ୍ ୟୁନିଭର୍ସିଟି 2025ରେ ଜିତିଛନ୍ତି। ଫତିମା ବସ୍, ତାଙ୍କର ଫଟୋ ମଧ୍ୟ ମୁଁ ଲଗେଇ ଦେଇଛି। ତାପରେ ନେକ୍ସଟ କ୍ୱେଶ୍ଚନ୍ ରହୁଛି ଯେ ଫତିମା ବସ୍ ତାଙ୍କର ଏ ଯେ ମିସ୍ ୟୁନିଭର୍ସିଟି 2025ରେ ଥିଲା, ତାର କେତେ ସଂସ୍କରଣ ଥିଲା ନା 74ତମ ସଂସ୍କରଣ ଥିଲା ଏବଂ ଏଥିରେ ତାଙ୍କର ସ୍ଥାନ କେଉଁଥିରେ ନା ବ୍ୟାଙ୍କିଙ୍ଗ ଓ ଥାଇଲାଣ୍ଡରେ ଥିଲା। ଭାରତର ଶ୍ରେଷ୍ଠ 30 ଜଣଙ୍କର ପ୍ରତିନିଧିତ୍ୱ କରିଥିଲେ। ମାନେ ଭାରତରେ କେତେ ଜଣ ପ୍ରତିନିଧିତ୍ୱ କରିଥିଲେ ନା 30 ଜଣ ପ୍ରତିନିଧିତ୍ୱ କରିଲେ ଏବଂ ଏଟା ହେଉଛି ଯେ ମାଣିକା ବିଶ୍ୱଶର୍ମା ରାଜସ୍ଥାନର ଥିଲେ। ମାଣିକ ବିଶ୍ୱଶର୍ମା ସିଏ ଥିଲେ ରାଜସ୍ଥାନର, ସିଏ ମଧ୍ୟ ପାଇଛନ୍ତି ଏବଂ ପ୍ରେମା ଶକ୍ତି ଯିଏକି ମିସ୍ ୟୁନିଭର୍ସିଟି ବିଷୟବସ୍ତୁର ମାନେ ତାର ଇଏ ଥିଲା, ତାର ବିଷୟବସ୍ତୁ କ'ଣ ଥିଲା ନା ପ୍ରେମ ଶକ୍ତି ହିଁ ତାର ବିଷୟବସ୍ତୁ ଥିଲା। ଏ ମିସ୍ ୟୁନିଭର୍ସିଟିର ବିଷୟବସ୍ତୁ କ'ଣ ଥିଲା ନା ପ୍ରେମ ଶକ୍ତି ହିଁ ତାର ବିଷୟବସ୍ତୁ ଥିଲା। ତାପରେ ନେକ୍ସଟ କ୍ୱେଶ୍ଚନ୍ ହେଉଛି, ଦେଖନ୍ତୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର 2025ରେ ଅନୁଷ୍ଠିତ G20 ସମ୍ମିଳନୀ କେଉଁଠାରେ ଯୋଗ ଦେଇଥିଲେ? ଅର୍ଥାତ୍ 2025 ନଭେମ୍ବରରେ ଆପଣଙ୍କ ଗୋଟେ G20 ଗଠନ ହୋଇଥିଲା, ହେଲେ ଆମ ନରେନ୍ଦ୍ର ମୋଦି ସେଟା କେଉଁଠାରେ ଉପସ୍ଥିତ ହୋଇଥିଲେ ନା ଆପଣମାନଙ୍କର ହେଉଛି ଦକ୍ଷିଣ ଆଫ୍ରିକା, ଯେଟା ହେଉଛି ଅପସନ୍ ନମ୍ବର ବି। ଏଇଥିରେ ଆପଣଙ୍କର G20 ଗଠନ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ମଧ୍ୟ ଯୋଗ ଦେଇଥିଲେ। ତାପରେ ନେକ୍ସଟ କ୍ୱେଶ୍ଚନ୍ ହେଉଛି, ଏଥିରେ ଆପଣଙ୍କ G20 ଦକ୍ଷିଣ ଆଫ୍ରିକାରେ ଯେ ହେଇଥିଲା, ଏଥିରେ ମୁଖ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ
ମାନେ ସଂସ୍କରଣ ଥିଲା 20 ନମ୍ବର ସଂସ୍କରଣ ଥିଲା ଏବଂ ବିଷୟବସ୍ତୁ ଥିଲା ମାନେ ଆପଣଙ୍କ ସ୍ଥାୟିତ୍ୱ, ସମାନତା ଓ ସଂହତି ଉପରେ ଆପଣମାନଙ୍କର ମୁଖ୍ୟ ମାନେ ବିଷୟବସ୍ତୁ ଥିଲା। ଏ ଆମ ଦେଶରୁ କିଏ ଯାଇଥିଲେ ନା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥିଲେ, ପ୍ରତିନିଧିତ୍ୱ ମଧ୍ୟ କରିଥିଲେ ଭାରତରୁ ସିଏ ଯାଇକି ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ଯେ ବିଷୟବସ୍ତୁ କ'ଣ ଥିଲା ମାନେ G20ରେ ଆପଣମାନଙ୍କର ନା ସଂହତି ଥିଲା, ସମାନତା ଥିଲା ଓ ସ୍ଥାୟିତ୍ୱତା ଥିଲା ତାର ବିଷୟବସ୍ତୁ। ନେକ୍ସଟ କ୍ୱେଶ୍ଚନ୍ ହେଉଛି ନୋବେଲ ଶାନ୍ତି ପୁରସ୍କାର 2025 କାହାକୁ ପ୍ରଦାନ କରାଯାଇଛି? ନୋବେଲ ଶାନ୍ତି ପୁରସ୍କାର 2025 କାହାକୁ ପ୍ରଦାନ କରାଯାଇଛି? ନା ଅପସନ୍ ନମ୍ବର ଡି ହେଉଛି ଶ୍ରୀମତୀ ମାରିଆ କରିନା। ଶ୍ରୀମତୀ ମାରିଆ କରିନା ସେ ହେଉଛି ନୋବେଲ ଶାନ୍ତି ପୁରସ୍କାର 2025ରେ ହିଁ ପାଇଛନ୍ତି। ନେକ୍ସଟ କ୍ୱେଶ୍ଚନ୍ ହେଉଛି କୋଉ ଚେସ୍ ଚାମ୍ପିୟନ ସଟଡାଉନ୍ 2025ରେ ଟାଇଟଲ କିଏ ଜିତିଛନ୍ତି? ନା ଅପସନ୍ ନମ୍ବର ଡି ହେଉଛି ମାର୍କ କାଲିସେନ୍ ସିଏ ଜିତିଛନ୍ତି, ଯାହାକି ଚେସ୍ ଚାମ୍ପିୟନ ସଟଡାଉନ୍ 2025ର ଟାଇଟଲ ଜିତିଛନ୍ତି। ତାପରେ ନେକ୍ସଟ କ୍ୱେଶ୍ଚନ୍ ବିଶ୍ୱ ଶିଶୁ ଦିବସ 2025ରେ କେବେ ପାଳନ କରାଯାଇଛି? ବିଶ୍ୱ ଶିଶୁ ଦିବସ ଆପଣମାନଙ୍କ 2025ରେ କେବେ ପାଳନ କରାଯାଇଛି? ନା ନଭେମ୍ବର 20 ହେଉଛି ବିଶ୍ୱ ଶିଶୁ ଦିବସ। ନଭେମ୍ବର 20 ହେଉଛି ବିଶ୍ୱ ଶିଶୁ ଦିବସ, କିନ୍ତୁ ଭାରତର ଶିଶୁ ଦିବସ ହେଉଛି ନଭେମ୍ବର 14। ମନେ ରଖିବେ, ଏଇଟା ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଆପଣଙ୍କ ବିଶ୍ୱ ଶିଶୁ ଦିବସ ହେଉଛି ନଭେମ୍ବର 20 ତାରିଖ। ଏଥିରେ ଏଇ ଯେଉଁ 2025ର ବିଷୟବସ୍ତୁ କ'ଣ ଥିଲା ନା ମୋର ଦିନ ମୋର ଅଧିକାର। ମୋର ଦିନ ମୋର ଅଧିକାର, ଏହି ବିଶ୍ୱ ଶିଶୁ ଦିବସର ମୂଳ ବିଷୟବସ୍ତୁ ଥିଲା ମୋର ଦିନ ମୋର ଅଧିକାର। ଏଥିରେ କିନ୍ତୁ ଭାରତର ଶିଶୁ ଦିବସ କେବେ ପାଳନ ହୁଏ ନା ନଭେମ୍ବର 14 ତାରିଖ ପାଳନ ହୋଇଥାଏ, ଯାହାକି ଜବାହରଲାଲ ନେହେରୁଙ୍କର ଜନ୍ମବାର୍ଷିକୀ ଉପରେ ପାଳିତ ହୋଇଥାଏ। କିନ୍ତୁ ଆପଣମାନେ ମନେ ରଖିବେ ବିଶ୍ୱ ଶିଶୁ ଦିବସ ହେଉଛି ଆପଣଙ୍କର ନଭେମ୍ବର 20 ତାରିଖ ଏବଂ 2025ରେ ବିଷୟବସ୍ତୁ କ'ଣ ଥିଲା ନା ମୋର ଦିନ ମୋର ଅଧିକାର ଥିଲା। ତାପରେ ନେକ୍ସଟ କ୍ୱେଶ୍ଚନ୍ ହେଉଛି ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ କିଏ ଜିତିଥିଲେ? ନା ଅପସନ୍ ନମ୍ବର ଏ ହେଉଛି ମାନିଷା ବିଶ୍ୱକର୍ମା ହିଁ ଜିତିଥିଲେ। ମନେ ରଖିବେ ମିସ୍ ୟୁନିଭର୍ସିଟି ଇଣ୍ଡିଆ 2025 ଟାଇଟଲ କିଏ ଜିତିଥିଲେ? ନା ମାନିଷିକା ବିଶ୍ୱଶର୍ମା ହିଁ ଜିତିଥିଲେ। এটা କେବେ ଦିଆଯାଇଥିଲା ନା 8 ଅଗଷ୍ଟରେ ଦିଆଯାଇଥିଲା ଏବଂ ବିଶ୍ୱକର୍ମା ଗତ ବର୍ଷରେ ବିଜେତା ମିସ୍ ୟୁନିଭର୍ସିଟି 2024ରେ ମଧ୍ୟ ଜିତିଥିଲେ ଏବଂ ମୁକୁଟ ମଧ୍ୟ ପାଇଥିଲେ। ମାଣିକା ବିଶ୍ୱଶର୍ମା ରାଜସ୍ଥାନର ଅଟନ୍ତି ଏବଂ ଶ୍ରୀ ଗଙ୍ଗନଗରର ଜନ୍ମଗ୍ରହଣ କରିଛନ୍ତି। ମନେ ରଖିବେ ସେ କେଉଁଠାରେ ଜନ୍ମଗ୍ରହଣ କରିଛନ୍ତି ନା ରାଜସ୍ଥାନରେ ଶ୍ରୀ ଗଙ୍ଗନଗର ଠାରେ ଜନ୍ମଗ୍ରହଣ କରିଛନ୍ତି। ତାପରେ ନେକ୍ସଟ କ୍ୱେଶ୍ଚନ୍ ସେପ୍ଟେମ୍ବର 25ରେ କାହାକୁ ଜାତୀୟ ଲତା ମଙ୍ଗେଶକର ପୁରସ୍କାର ପ୍ରଦାନ କରାଯାଇଛି? କାହାକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି? ନା ଅପସନ୍ ନମ୍ବର ବି ହେଉଛି ବି ସୋନୁ ନିଗମକୁ ଦିଆଯାଇଛି। ମନେ ରଖିବେ ସେପ୍ଟେମ୍ବର ମାସ 2025ରେ କାହାକୁ ଜାତୀୟ ଲତା ମଙ୍ଗେଶକର ପୁରସ୍କାର ଦିଆଯାଇଛି? ନା ସୋନୁ ନିଗମକୁ ଦିଆଯାଇଛି। ଆନ୍ତର୍ଜାତିକ ଅନୁବାଦ ଦିବସ 2025 କେବେ ପାଳନ କରାଯାଇଛି? ସେ କହୁଛି ଆନ୍ତର୍ଜାତିକ ଅନୁବାଦ ଦିବସ 2025 କେବେ ପାଳନ କରାଯାଇଛି? ନା 30 ସେପ୍ଟେମ୍ବରରେ ଆପଣମାନଙ୍କର ଆନ୍ତର୍ଜାତିକ ଅନୁବାଦ ଦିବସ ପାଳନ କରାଯାଇଛି। ସେ କହୁଛି ଅର୍ଥନୈତିକ ସ୍ୱାଧୀନତା ସୂଚକ 2025ରେ ଭାରତ ବିଶ୍ୱରେ କେତେ ସ୍ଥାନ ଅଧିକାର କରିଛି? ନା ଅପସନ୍ ନମ୍ବର ସି ହେଉଛି 128ତମ ସ୍ଥାନ ଅଂଶଗ୍ରହଣ କରିଛି। ଅର୍ଥନୈତିକ ଓ ସ୍ୱାଧୀନତା ସୂଚକ ମାନଙ୍କରୁ ସିଏ ଆମ ଭାରତ କେତେ ସ୍ଥାନରେ ଅଛି ନା 128ତମ ସ୍ଥାନରେ ଅଛି। ଅର୍ଥାତ୍ ଏଇଟା କେଉଁଠି ନା ଏଇଟା ଭାରତ ବିଶ୍ୱରେ ଆମର 128 ନମ୍ବର ସ୍ଥାନରେ ଆମ ଭାରତ ଅଛି ସ୍ୱାଧୀନତା ସୂଚକରେ। ଦେଖନ୍ତୁ ଜାତୀୟ ଏନସିସି 85ତମ ନିର୍ଦ୍ଦେଶକ ଭାବରେ କିଏ ବର୍ତ୍ତମାନ ଅଛନ୍ତି? ନା ବର୍ତ୍ତମାନ ହେଉଛନ୍ତି ଅପସନ୍ ସି ହେଉଛି ନରେନ୍ଦ୍ର ଭଟ୍ଟେଶ ହେଉଛନ୍ତି ବର୍ତ୍ତମାନ ଏନସିସିର ମହାନିର୍ଦ୍ଦେଶକ ଭାବରେ ଅଛନ୍ତି। ସେ କହୁଛି କିଏ ଟେନିସ୍ ଟୁର୍ଣ୍ଣାମେଣ୍ଟ ଜାପାନ ଓପନ୍ 2025 ଟାଇଟଲ ଜିତିଛନ୍ତି? ସେ କହୁଛନ୍ତି କିଏ ଟେନିସ୍ ଟୁର୍ଣ୍ଣାମେଣ୍ଟ ଜାପାନ ଓପନ୍ 2025ରେ ଜିତିଛନ୍ତି? ନା ଅପସନ୍ ନମ୍ବର ସି ହେଉଛି ଆପଣମାନଙ୍କ ସ୍ପେନ୍ ଜିତିଛି ଏବଂ କାର୍ଲସ୍ ଆଲକାରାଜ ପାଇଛନ୍ତି। ସ୍ପେନ୍ ଜିତିଛି ଏବଂ କାର୍ଲସ୍ ଆଲକାରାଜ ପାଇଛନ୍ତି। ତାପରେ ନେକ୍ସଟ କ୍ୱେଶ୍ଚନ୍ ଅଛି ବିଶ୍ୱ ବିଜ୍ଞାନ ଦିବସ କେବେ ପାଳନ ହୁଏ? ବିଶ୍ୱ ବିଜ୍ଞାନ ଦିବସ କେବେ ପାଳନ ହୁଏ? ନା ନଭେମ୍ବର 10 ହେଉଛି ବିଶ୍ୱ ବିଜ୍ଞାନ ଦିବସ ପାଳନ ହୁଏ। ମନେ ରଖିବେ ବିଶ୍ୱ ବିଜ୍ଞାନ ଦିବସ କେବେ ପାଳନ ହୁଏ? ନା ନଭେମ୍ବର 10ରେ ପାଳନ ହୁଏ। ଏହି ବହିରେ ଯେ ମୁଖ୍ୟ ଉଦ୍ଦେଶ୍ୟ କ'ଣ ରହିଛି ନା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜ୍ଞାନକୁ ସମାଜ ସହିତ ସଂଯୋଗ କରିବା ଓ ଶାନ୍ତି ଓ ଅସ୍ଥାୟୀ ବିକାଶକୁ ପ୍ରୋତ୍ସାହନ କରିବା। କିନ୍ତୁ 2025ର ବିଷୟବସ୍ତୁ କ'ଣ ଅଛି ନା ବିଶ୍ୱାସ ପରିବର୍ତ୍ତନ ଏବଂ ଆନ୍ତର୍ଜାତିକ
2050 पर्यंत जमी या आवश्यक मन करमती विश्व विज्ञान और परिवर्तन और आंतरकालिक परिस्थिति को जमी 2025 पर्यंत तार ज्ञान कौशल को बजाय रखू ता 2025 जे आपण विज्ञान प्रतिष्ठा दिवस पालन कर मुख्य विषय वस्तु थिला। लास्ट क्वेश्चन होची केउं दुई देश मध्य द्विपाक्षिक सामरिक अभ्यास मित्र शक्ति 2025 मित्र शक्ति आरंभ होइछे ना। ऑप्शन नंबर सी होची भारत और श्रीलंका मध्य भारत और श्रीलंका मध्य दुई देश मध्य सामरिक शक्ति माने अभ्यास आरंभ होइछी। एटा थिला आपण मानकर शेष क्वेश्चन। मु भावुछि भिडियोटी बहुत हेल्पफुल थिबो। जदि हेल्प अछि तबे गोटे लाइक करिवे एवं फ्रेंड सर्कल शेयर करदेबे कारण आपण मानकर गोटे शेयर आपण मानको सांग को मध्य जॉब दे पारे एवं शिक्षित कर दे पारे। या थिला अपडेट। थैंक यू वाचिंग वीडियो। जय जगन्नाथ।